ଖାଉଟିକି ଏବେ ଲାଗିଛି ମହଙ୍ଗା ମାଡ଼। ଗୋଟେ ପଟେ ମହଙ୍ଗା ମାଡ଼କୁ ନେଇ ଏବେ ଛାନିଆ ବାଙ୍କି ଅଞ୍ଚଳର ଖାଉଟି। ଯଦି ପନିପରିବାର କଥା କହିବା ତାହା ମଧ୍ୟ 80 ତଳକୁ ନେଇ ଆକାଶ ଛୁଆଁ। ଅନ୍ୟପଟେ ଯଦି ତେଜରାତିର କଥା କହିବା ତେଲ ଡାଲି କଥା ନ କହିବା ଭଲ। ତ ଆମେ ବାଙ୍କି ସହର ଭିତରେ ରହିଛୁ। ଏ ହେଉଛି ପନିପରିବା ଗୋଟେ ପେଣ୍ଠସ୍ଥଳୀ ରହିଛି। ଏଠି ପନିପରିବା ବ୍ୟବସାୟ ମାନେ ପନିପରିବା କରୁଛନ୍ତି। ଅନେକ ଲୋକ ଆସିକି ପନିପରିବା ମଧ୍ୟ କିଣୁଛନ୍ତି। ତା ସ୍ପଷ୍ଟ ଚିତ୍ର ଦେଖୁଥିବେ। ତ ଏଠି ମଧ୍ୟ ପନିପରିବା ଦୋକାନୀ ହାତ ବାନ୍ଧିକି ବସିଛି। ଏଠି ନା ଗ୍ରାହକ ଆସୁଛନ୍ତି ନା ଆବଶ୍ୟକ ସ୍ଥଳେ ଯୋଉ ବ୍ୟବସାୟ ହୁଏ ସେଇଭଳି ବ୍ୟବସାୟ ଏଠି ଅନୁଭୂତି କରୁଛନ୍ତି ଏଠାକାର ପନିପରିବା ବ୍ୟବସାୟ ମାନେ। ତ ଆମ ସହିତ ମିତ୍ର କିଛି ଗ୍ରାହକ ଯୋଡି ଅଛନ୍ତି। କଣ କହିବା ଆଜ୍ଞା, ଯୋଉ ଆକାଶ ଛୁଆଁ ରେଟ୍ ଆକୁ ନେଇକି କେମିତି ଦେଖୁଛନ୍ତି? ଆଜ୍ଞା କଣ କହିବା, ବର୍ତ୍ତମାନ ଆମେ ପରିବା କିଣି ପାରୁନି। ବର୍ତ୍ତମାନ ଆପଣ ଟମାଟୋ କେଜିଟା 80 ରୁ 100 ଟଙ୍କା ବର୍ତ୍ତମାନ ହେଲାଣି ଟମାଟୋ କେଜି। ବାଇଗଣ କେଜି ନ କହିଲେ ଚଳେ। ଯୋଉ ଜାଗାରେ ଯାହାକୁ କୁହାଯାଏ ବାଙ୍କି ହଉଛି ପରିବାର କେନ୍ଦ୍ରସ୍ଥଳୀ, ଯୋଉଟା ପରିବାର କେନ୍ଦ୍ର, ସେ ଜାଗାରୁ ପରିବା ଯାଇ କଟକ ଭୁବନେଶ୍ୱର ବିକ୍ରି କରାଯାଏ। ବାଙ୍କିରେ ବର୍ତ୍ତମାନ ପରିବା ରେଟ୍ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ବର୍ତ୍ତମାନ 1000 ଟଙ୍କା ଧରିକି ଗୋଟେ ବ୍ୟାଗ୍ ଫୁଲ୍ ହଉନି। ଏଠି ବାଇଗଣ କେଜି ହଉଛି 70 ରୁ 80 ଟଙ୍କା, ଟମାଟୋ ହେଲାଣି 100 ଟଙ୍କା, ଜହ୍ନି ହେଲାଣି 70 ଟଙ୍କା, ପୋଟଳ କଥା ନ କହିଲେ ଭଲ, ଲଙ୍କା କଥା ନ କହିଲେ ଭଲ। ଆପଣ କଣ କିଣିବେ? ଅମୃତଭଣ୍ଡା 40 ଟଙ୍କା ହେଲାଣି। ବର୍ତ୍ତମାନ ଏତେ ଯୋଉ ରେଟ୍ ହେଲାଣି ଯେ ବର୍ତ୍ତମାନ ସାଧାରଣ ଗରିବ ଲୋକଟେ ବର୍ତ୍ତମାନ ପରିବା କିଣିକି ଖାଇପାରିବନି। ପରିବାର ଏତେ ରେଟ୍ ବର୍ତ୍ତମାନ ହେଇଛି, ଆପଣ ଆଶ୍ଚର୍ଯ୍ୟ ହେବେ। ଗୋଟେ ପଟେ ନୂଆ ସରକାର ଆସି ପହଞ୍ଚିଲାଣି, ତାଙ୍କର କଣ ଆଶା ରଖିବେ? ଆମେ ନିଶ୍ଚିନ୍ତ ଆଶା ରଖିବୁ ଏ ସରକାର ନିଶ୍ଚିନ୍ତ ଦରଦାମ ବୃଦ୍ଧି ଦେବ ଏବଂ ତେଜରାତି ତ ଆହୁରି ତାକୁ କହି ନ କହିବା କଥା। ବର୍ତ୍ତମାନ ଯୋଉମାନେ ବ୍ଲାକ୍ ମାର୍କେଟ କରୁଛନ୍ତି ତାଙ୍କର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆମେ ନିଶ୍ଚିନ୍ତ ଭାବେ ଆଶା ରଖୁଛୁ ଓଡିଶାର ଯୋଉ ନୂଆ ସରକାର 25 ବର୍ଷ ଆସିଛି, ସେ ଗରିବ ଲୋକଙ୍କୁ ଧ୍ୟାନ ଦବ, ଖାଉଟିଙ୍କ ପ୍ରତି ଧ୍ୟାନ ଦବ, ପରିବା ରେଟ୍ ଧ୍ୟାନ ଦବ ଏବଂ ତେଜରାତି ଯୋଉ ହୁ ରେଟ୍ ବଢୁଛି, ବର୍ତ୍ତମାନ ହରଡ଼ ଡାଲି 200 ଟଙ୍କା ପରେ ଆପଣ ଛୁଇଁଲାଣି। ତେଣୁ ତା ପ୍ରତି ନିଶ୍ଚିତ ଧ୍ୟାନ ଦେବ ବୋଲି ମୁଁ ଆଶା ରଖିବି। ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ ନୂଆ ସରକାର ଆଶା ରଖୁଛନ୍ତି। ତ ଟିକେ ବ୍ୟବସାୟ ରହିଛନ୍ତି, ବ୍ୟବସାୟ କେମିତି ଚାଲିଛି? ରେଟ୍ ତ ପୁରା ସବୁ ଉଚ୍ଚା ରେଟ୍ ଆଉ, ଯେମିତି କିଣିଲା ଆମେ ଏମିତି ବିକିବୁ। ବ୍ୟବସାୟ କେମିତି ଚାଲିଛି? ବ୍ୟବସାୟ ଆଗ ଅପେକ୍ଷା ମାନ୍ଦା ରହିଛି ଆଉ। ରେଟ୍ ସବୁ ଉଚ୍ଚା। ଯୋଉଠି ଲୋକ 500 ଟଙ୍କା ଆଣିକି ବ୍ୟାଗ୍ ଫୁଲ୍ କରି ନେଉଛି, ବର୍ତ୍ତମାନ 500 ଟଙ୍କା ଗୋଟେ ପଲିଥିନରେ ପରିବା ଯାଉଛି। ଆଉ ତ ମେନ୍ ତ ହେଲା ପାଗକୁ ନେଇକି। ଯଦି ବର୍ଷା କଣ୍ଟିନ୍ୟୁ ଥାନ୍ତା ତାହେଲେ ଏତେ ସେ ଯୋଉ ଲୋକର କୁଇଣ୍ଟାଲ ବାହାରିଲା ତାର 5 କୁଇଣ୍ଟାଲ ବାହାରୁଥିଲା। ପ୍ରତ୍ୟେକ ଲୋକଙ୍କର ତ ଆମେ ମଧ୍ୟ ଏଇଠି ଜଣେ ଆସିଛନ୍ତି। କଣ କହିବେ ରେଟ୍ ରାଟକୁ ନେଇ? କଣ କହିବେ କେମିତି ବ୍ୟବସାୟ ରହୁଛି ଆଉ ଲୋକ କେତେ ଖୁସି ରହୁଛି ରେଟକୁ ନେଇକି? ରେଟ୍ ତ ସବୁ ଉଞ୍ଚା ରେଟ୍ ସାର୍। ଆଉ ପରିବା ସବୁ ରେଟ୍ ଉଞ୍ଚା। ଆଉ ବାଇଗଣ କିଲୋ 80, ଜହ୍ନି କିଲୋ 60, ପୋଟଳ କିଲୋ 50। ବ୍ୟବସାୟ କିନ୍ତୁ ବ୍ୟବସାୟ ମାନ୍ଦା ରହୁଛି ରେଟ୍ ଉଞ୍ଚା ଯୋଗୁ। ପ୍ରତିକ୍ରିୟା ମଧ୍ୟ ଆଉ କିଛି ଗ୍ରାହକ ରହିଛନ୍ତି, ତାଙ୍କ ପ୍ରତିକ୍ରିୟା ନବା। ଆଉ ଗୋଟେ ସେପଟ ସାଇଡରେ ଗୋଟେ ଦୋକାନ ରହିଛି, ପନିପରିବା ଦୋକାନ, ତାଙ୍କ ପାଖକୁ ଯିବା। କଣ କହିବେ ଭାଇ, ପନିପରିବା କିଣିବାକୁ ଆସିଲେ କେମିତି କଣ ରେଟ୍ ରହିଛି, କେତେ ଖୁସି ଅଛନ୍ତି ରେଟକୁ ନେଇକି? ରେଟ୍ ତ ବହୁତ ଆକାଶ ଛୁଆଁ ରେଟ୍, ମାନେ ହାତ ମାରି ହଉନି ପରିବାର। କାକୁଡି ଧର ଲୋକ ଖାଇବେ 60 ଟଙ୍କା, ଇଏ ତ 70 ଟଙ୍କା ଭେଣ୍ଡି, ବାଇଗଣ 70 ଟଙ୍କା, କଲରା 80 ଟଙ୍କା। ଆଉ କଣ କିଣିବେ ଲୋକ? କେତେ ପଇସା ଦେଇକି କଣ ଖାଇବେ? ପରିବା ବି ଦେଖିବାକୁ ଏତେ ପସନ୍ଦ ନାହିଁ, ଖାଇ ହବନି। ପ୍ରତିକ୍ରିୟା ଶୁଣୁଥିଲେ ଏଠି ମଧ୍ୟ ଆଉ ଜଣେ ଭାଇ ରହିଛନ୍ତି। ଭାଇ ପନିପରିବା ଭଲ ମନ୍ଦ ରେଟ୍ କେମିତି ଅଛି? ବହୁତ ରେଟ୍ ଅଛି, ଆଉ ଖାଇ ହବନି, ଦୁନିଆରେ ଚଳି ହବନି। ଆଚ୍ଛା, ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ। ତ ଏଠି ଜଣେ ବ୍ୟବସାୟୀ, ତାଙ୍କର ମଧ୍ୟ ପ୍ରତିକ୍ରିୟା ନେବା। ବ୍ୟବସାୟ କେମିତି ଚାଲିଛି ରେଟକୁ ନେଇକି? ରେଟ୍ ଆଜ୍ଞା ଲୋକ ତ ଆସୁନାହାନ୍ତି, ଶୁଣିକି ଯାଉଛନ୍ତି। ଆଜ୍ଞା ବାଇଗଣ କିଲୋ 80, ଭେଣ୍ଡି କିଲୋ 80, କାକୁଡି କିଲୋ 60, ଆଜ୍ଞା ଜହ୍ନି କିଲୋ, କଲରା କିଲୋ 100। ଆଜ୍ଞା ଏ ରେଟ୍ ଶୁଣି ଲୋକ ଡରିକି ଆସୁଛନ୍ତି, ବେପାର କଣ ଭାଇ? ପ୍ରତ୍ୟେକ ଲୋକଙ୍କର ସେ ଗୋଟିଏ କଥା ଶୁଣୁଥିଲେ, ରେଟକୁ ନେଇକି କେଉଁଠି ନା କେଉଁଠି ଖାଉଟି ବିଶେଷ କରି ଛାନିଆ ରହିଛି। ତେଜରାତିର କଥା କହିବା ତା ମଧ୍ୟ ଆକାଶ ଛୁଆଁ, ପନିପରିବାର କଥା କହିବା ସେ ମଧ୍ୟ ଆକାଶ ଛୁଆଁ। କେଉଁଠି ନା କେଉଁଠି 80 ତଳକୁ କୌଣସି ପନିପରିବା ନାହିଁ। ଅନ୍ୟପଟେ ଡାଲି ଆଉ ତେଲର କଥା ନ କହିବା ଭଲ। ଏଭଳି ଥରେ ନୂଆ ସରକାରଙ୍କ ଠାରୁ ସାଧାରଣ ଲୋକେ ବା ଖାଉଟି ଆଶା କରୁଛନ୍ତି ଗୋଟେ ଏଭଳି ରେଟ୍ ବା ଦରଦାମ ରହିବା ଦରକାର, ଯେମିତି ପ୍ରତ୍ୟେକ ଲୋକେ ନିଜର ଭରଣ ପୋଷଣ ସହିତ ନିଜ ପରିବାରକୁ ସୁରୁଖୁରୁ ଭାବେ ପୋଷି ପାରିବେ। କଟକ ଜିଲ୍ଲା ବାଙ୍କିର ମୁଖ୍ୟ ସହର ପରିସରରୁ ମନୋଜ କୁମାର ଦଳେଇ, ନକ୍ଷତ୍ର ନ୍ୟୁଜ।